କିଛି ଲୋକ କହୁଥିଲେ ମୋହନଙ୍କୁ ରଙ୍ଗବୋଳା ସରକାର, ମାତ୍ର ବର୍ଷକ ପରେ ଏବେ କହିବା ଆରମ୍ଭ କଲେଣି ପ୍ୟାଚ୍ ପକା ସରକାର। କାରଣ ହେଉଛି ରାଜ୍ୟର ସବୁଆଡ଼େ ରାସ୍ତାଘାଟର କାମ ନ କରି କେବଳ ଠାଏ ଠାଏ ପ୍ୟାଚ୍ ପଡ଼ୁଛି। 100 ଭାଗ ରାସ୍ତା ଖରାପ ଥିଲେ ବି 4 ହାତ ପ୍ୟାଚ୍ ପକାଇ କଡ଼ରେ ଅବଶିଷ୍ଟ ଖରାପ ରାସ୍ତାକୁ ଛାଡ଼ି ଦେଉଛନ୍ତି ଇଞ୍ଜିନିୟର। ଏହାର ଜ୍ୱଳନ୍ତ ଉଦାହରଣ ସ୍ମାର୍ଟ ସିଟିର ବ୍ୟସ୍ତବହୁଳ ସିଆର୍ପି ଛକ ଷ୍ଟିୱାର୍ଟ ସ୍କୁଲରୁ ଡିଏଭି ସ୍କୁଲ ରାସ୍ତା ଦେଖନ୍ତୁ। 24 ଘଣ୍ଟାରେ ପିଚୁ କାମ ଛାଡ଼ି ଯାଉଛି। ଦୁଃଖର ବିଷୟ, ସ୍କୁଲ ଆଗରେ ପୁରା ରାସ୍ତା ଖରାପ ଥିଲେ ବି ଠାଏ ଠାଏ ପ୍ୟାଚ୍ ପଡ଼ୁଛି, ଆଉ ସବୁ ସ୍ଥାନରେ ପ୍ୟାଚ୍ ପକ୍କା କଡ଼ରେ ଖରାପ। ଏ ରାସ୍ତାରେ ପ୍ରତିଦିନ 10,000 ଛାତ୍ରଛାତ୍ରୀ ସ୍କୁଲ ଯାଉଛନ୍ତି, କିନ୍ତୁ ମୋହନ ସରକାରଙ୍କ ନିଘା ନାହିଁ। ମୋହନ 38,000 କୋଟି ଋଣ କରିଥିଲେ ବି ସ୍ମାର୍ଟ ସିଟି ଭୁବନେଶ୍ୱରରେ ଯଦି ରାସ୍ତା ନୂଆ ନ ହୋଇ ଏପରି ପ୍ୟାଚ୍ ପଡ଼ୁଛି, ତାହେଲେ ଅନ୍ୟ ଗାଁ ସହର ଅବସ୍ଥା କ'ଣ ଥିବ? ଏବେ ଦୁର୍ନୀତି ନିବାରଣ ସପ୍ତାହ ଚାଲିଥିଲା ବେଳେ ସିଆର୍ପି ଛକ ରାସ୍ତାରେ ଯେଉଁ ଦୁର୍ନୀତି ହୋଇଛି, ଇଞ୍ଜିନିୟରମାନଙ୍କୁ କି ପ୍ରକାର ଦଣ୍ଡ ମିଳିବ ମୋହନ ସରକାର କୁହନ୍ତୁ। କାରଣ ସିଆର୍ପି ରାସ୍ତା ଯିଏ ଦେଖିବ ସିଏ କହିବ ଏବେ ଦୁର୍ନୀତି ନିବାରଣ ସପ୍ତାହ ନୁହେଁ, ବରଂ ଦୁର୍ନୀତି ଆମନ୍ତ୍ରଣ ସପ୍ତାହ ପାଳନ କରାଯାଉଛି। କାରଣ ଏହି ରାସ୍ତାରୁ ସ୍ପଷ୍ଟ ଭାବେ ସମସ୍ତେ ଜାଣିପାରିବେ